ସଦାପ୍ରଭୁଙ୍କ ନାମରେ ଧନ୍ୟବାଦ ହେଉ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ ଏବଂ ଏହି ସମୟରେ ଏହି ଭିଡ଼ିଓକୁ ଦେଖୁଥିବା ପ୍ରଭୁଙ୍କର ପ୍ରିୟ ପ୍ରତ୍ୟେକ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ କହିବା ପାଇଁ ଚାହେଁ ଯେ ପ୍ରଭୁ ଯୀଶୁ ପବିତ୍ର ଆତ୍ମା କାହିଁକି ପଠାଇଲେ, ତାର କାରଣ କ'ଣ? এই বিষয়ে অনেক ଲୋକମାନେ ଜାଣନ୍ତି ନାହିଁ, କିନ୍ତୁ ଯେଉଁମାନେ ପବିତ୍ର ବାଇବଲକୁ ସଠିକ୍ ଭାବରେ ଅଧ୍ୟୟନ କରିଥିବେ ସେମାନେ ବୁଝିଥିବେ ଏବଂ ସେମାନେ ଅନ୍ୟ ଜଣଙ୍କୁ ଶିଖାଇ ମଧ୍ୟ ଥିବେ ଯେ ପବିତ୍ର ଆତ୍ମା ପଠାଇବାର କାରଣ କ'ଣ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏହି ବିଷୟରେ ଆପଣମାନଙ୍କ ପାଖରେ ଏହି ଭିଡ଼ିଓ ମାଧ୍ୟମରୁ ପବିତ୍ର ଆତ୍ମା ପଠାଇବାର 5ଟି କାରଣ ପ୍ରକାଶ କରିବା ପାଇଁ ଚାହେଁ। ଯଦି ଆପଣମାନେ ଏହି ସମୟରେ ଯଦି ଆପଣମାନଙ୍କ ପାଖରେ ପବିତ୍ର ବାଇବଲ ଅଛି ତାହେଲେ ଆପଣମାନେ ଦେଖନ୍ତୁ, କାରଣ ଈଶ୍ୱରଙ୍କର ପବିତ୍ର ବାଇବଲରେ ଲେଖାଯାଇଥିବା ବିଷୟ ଆପଣମାନଙ୍କ ପାଖରେ ପ୍ରକାଶ କରାଯିବ ଯେ ପ୍ରଭୁ ଯୀଶୁ କାହିଁକି ପେଣ୍ଟିକସ୍ ଦିନଠାରୁ ଆଜି ପର୍ଯ୍ୟନ୍ତ ଏବଂ ଯେ ପର୍ଯ୍ୟନ୍ତ ପ୍ରଭୁ ଆସିନାହାନ୍ତି ସେ ପର୍ଯ୍ୟନ୍ତ ପ୍ରଭୁ ଯୀଶୁ କାହିଁକି ପବିତ୍ର ଆତ୍ମାକୁ ପଠାଇଲେ, সেই বিষয়ে ଆପଣମାନଙ୍କ ପାଖରେ 5ଟି ବିଷୟ ପ୍ରକାଶ କରିବା ପାଇଁ ଚାହେଁ। ଯଦି এই ସମୟରେ ଯଦି ବାଇବଲ ଅଛି ତାହେଲେ ଆପଣମାନେ ଦେଖନ୍ତୁ, ପ୍ରଥମ ବିଷୟ ପ୍ରଥମେ ଜାଣିବା ନିମନ୍ତେ ଯିବା ଯୋହନ ଲିଖିତ ସୁସମାଚାର ତାର 14 ପର୍ବ ତାର 16 ପଦ। ପ୍ରଥମ କାରଣ এই ଜାଗାରେ ଲେଖାଯାଏ, ଆଉ ମୁଁ ପିତାଙ୍କୁ ଅନୁରୋଧ କରିବି ପୁଣି ତୁମମାନଙ୍କ ସାଙ୍ଗରେ ଚିରକାଳ ରହିବା ନିମନ୍ତେ। ପବିତ୍ର ଆତ୍ମା କ'ଣ ପାଇଁ? ଚିରକାଳ ରହିବା ନିମନ୍ତେ, ଆମ୍ଭମାନଙ୍କର ସହିତ ଚିରକାଳ ରହିବା ନିମନ୍ତେ। ପ୍ରଥମ ବିଷୟ, ପବିତ୍ର ଆତ୍ମା ଆମ୍ଭମାନଙ୍କର ସହିତ ଚିରକାଳ ରହିବେ। କିନ୍ତୁ ବର୍ତ୍ତମାନ ସମୟରେ ଆପଣମାନେ ଅନେକ ଜାଗାରେ ଆପଣମାନେ ଦେଖିଥିବେ ପବିତ୍ର ଆତ୍ମାକୁ ସ୍ୱାଗତ କରୁଛନ୍ତି, ଡାକୁଛନ୍ତି, ଉତ୍ତରା ଭରିଦେ ଛୁଲେ এই ପ୍ରକାର କହୁଛନ୍ତି, କିନ୍ତୁ এই ଜାଗାରେ ଲେଖାଯାଏ ଚିରକାଳ ଆମ୍ଭମାନଙ୍କର ସହିତ ରହିବ ପବିତ୍ର ଆତ୍ମା। କିନ୍ତୁ ବର୍ତ୍ତମାନ ସମୟରେ ଉଲ୍ଟା ଚାଲିଛି, କିନ୍ତୁ ସେଇ ବିଷୟକୁ ଆମେମାନେ ଯିବା ନାହିଁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, এই 5ଟି ବିଷୟ ଆପଣମାନଙ୍କ ପାଖରେ ପ୍ରକାଶ କରିବା ପାଇଁ ଚାହେଁ। ପ୍ରଥମ ବିଷୟ, ସେ ଆମ୍ଭମାନଙ୍କର ସହିତ ଚିରକାଳ ରହିବେ, ସେଥିପାଇଁ ପ୍ରଭୁ ଯୀଶୁ ପବିତ୍ର ଆତ୍ମାକୁ ପଠାଇଲେ। ଏବଂ ଦ୍ୱିତୀୟ ବିଷୟ ଦେଖିବା ନିମନ୍ତେ ଯିବା ଯୋହନ ତାର 14:26 এই জায়গায় লেখা যায়, কিন্তু সেই সাহায্যকারী অর্থাৎ যে পবিত্র আত্মা পিতা ମୋ ନାମରେ ପ୍ରେରଣ କରିବେ ସେ ତୁମମାନଙ୍କୁ ସମସ୍ତ ବିଷୟ ଶିକ୍ଷା ଦେବେ। ଦ୍ୱିତୀୟ ବିଷୟ ଦେଖୁଅଛୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ପବିତ୍ର ଆତ୍ମା ସମସ୍ତ ବିଷୟ ଶିକ୍ଷା ଦେବେ। ଏଥିପାଇଁ ପ୍ରଭୁ ଯୀଶୁ ପବିତ୍ର ଆତ୍ମାକୁ ପ୍ରେରଣ କଲେ। ପ୍ରଥମ ବିଷୟ ଦେଖିଲୁ, ଚିରକାଳ ରହିବେ ଏବଂ ସମସ୍ତ ବିଷୟ ଶିକ୍ଷା ଦେବେ ପବିତ୍ର ଆତ୍ମା। ଏଥିପାଇଁ ପ୍ରଭୁ ଯୀଶୁ ପଠାଇ ଅଛନ୍ତି। ତୃତୀୟ ବିଷୟ ଦେଖିବା ନିମନ୍ତେ ଯିବା, ଆଉ ମୁଁ ତୁମମାନଙ୍କୁ ଯାହା ଯାହା କହିଅଛି ସେସବୁ ତୁମମାନଙ୍କୁ ସ୍ମରଣ କରାଇବେ। ପବିତ୍ର ଆତ୍ମା କ'ଣ କରାଇବେ? ସ୍ମରଣ କରାଇବେ। ପ୍ରଥମେ ଦେଖିଲୁ ଚିରକାଳ ରହିବେ, ଦ୍ୱିତୀୟ ଦେଖିଲୁ ସମସ୍ତ ବିଷୟ ଶିକ୍ଷା ଦେବେ ଏବଂ ତୃତୀୟ ବିଷୟ ସ୍ମରଣ କରାଇବେ। ସେସବୁ ତୁମମାନଙ୍କୁ ପ୍ରଭୁ ଯୀଶୁ ଯାହା ଯାହା କହିଅଛନ୍ତି ସେସବୁ ଆମ୍ଭମାନଙ୍କୁ ସ୍ମରଣ କରାଇବେ। ଏଥିପାଇଁ ପ୍ରଭୁ ଯୀଶୁ ପବିତ୍ର ଆତ୍ମାକୁ ପ୍ରେରଣ କଲେ। ଚତୁର୍ଥ ବିଷୟ ଦେଖିବା ନିମନ୍ତେ ଯିବା ପ୍ରଭୁଙ୍କର ପ୍ରିୟ ଲୋକମାନେ, ଯୋହନ ତାର 16:13 କିନ୍ତୁ ସେ ଅର୍ଥାତ୍ ସତ୍ୟମୟ ଆତ୍ମା ଆସିଲେ ସେ ପଥ ଦେଖାଇବେ, ତୁମମାନଙ୍କୁ ସମସ୍ତ ସତ୍ୟରେ ପ୍ରବେଶ କରାଇବେ, କାରଣ ସେ ଆପଣାଠାରୁ କଥା କହିବେ ନାହିଁ, ମାତ୍ର ଯାହା ଯାହା ଶୁଣିବେ ସେସବୁ କହିବେ, ପୁଣି ଆଗାମୀ ବିଷୟ ତୁମମାନଙ୍କୁ ଜଣାଇବେ। ଏଥିପାଇଁ
प्रभु जीशु पवित्र आत्मा को प्रेरण कले। ए चतुर्थ विषय देखु चतुर्थ विषय कौन लिखा जाए किंतु से अर्थात सत्यमय आत्मा आसिले से पथ देखाइब तुम मानक समस्त सत्य प्रवेश कराइबे कारण से अपना ठारू कथा कहिबे नाही मात्र जहाँ जहाँ शुणिबे से सब कहिबे पुणी आगामी विषय सबू तुम मानक जणाइबे। एथिपाई प्रभु जीशु पवित्र आत्मा को प्रेरण करि अछंती। एवं पंचम विषय देखिबा प्रभुंकर प्रिय लोक माने लिखा जाए जोहन 16:8 लिखा जाए पंचम विषय से आसी अर्थात पवित्रमय सॉरी सत्यमय आत्मा आसी पवित्र आत्मा आसी से आसी पाप धार्मिकता और विचार विषय रे जगत को प्रमाण देवे। एथिपाई प्रभु जीशु एई पृथ्वी रे मानव जाति मध्य पेंटिकस्ट दिन ठार आरंभ करी आज पर्यंत एवं प्रभु जे पर्यंत आसी ना से पर्यंत पाप विषय रे धार्मिकता विषय रे एवं विचार विषय रे जगत को प्रमाण देवे पवित्र आत्मा। এই পাঁচটি কারণ পায় পাঁচটি বিষয় পায় প্রভু যীশু পবিত্র আত্মাকে প্রেরণ কলে। প্রভুঙ্কর প্রিয় লোক মানে আপন মানে জানিবা দরকার কিন্তু বর্তমান সময়ে অনেক প্রভুঙ্কর প্রিয় দাস মানে এই বিষয়কু অলগা ভাবে শিখাউ অছন্তি। এথিপ্রতি আপন মানে জাগ্রত থাকতু। প্রভুঙ্কর প্রিয় লোক মানে যা বাইবেল লেখা যায় তাহা পাপ পাপ অটে মন্দ মন্দ অটে ঠিক ঠিক অটে। প্রভুঙ্কর প্রিয় লোক মানে এই পাঁচটি বিষয় আপন মানক পাখরে প্রকাশ কলে। প্রথমে চিরকাল রহিবে এবং সমস্ত বিষয় শিক্ষা দেবে যাহা যা প্রভু যীশু কই অছন্তি তাহা সবু স্মরণ করাইবে এবং পাপ বিষয়ে ধার্মিকতা বিষয়ে বিচার বিষয়ে এবং আগামী বিষয় সবু আমমানকু জଣାইবে। এই পাঁচটি কারণ পায় প্রভু যীশু পবিত্র আত্মাকে প্রেরণ করিଅছন্তি। আপন মানে জানিথিবে প্রভুঙ্কর প্রিয় লোক মানে আপন সমস্ত লোকଙ୍କୁ প্রভু আশীর্বাদ করন্তু এবং আপন সমস্তଙ୍କୁ কহিবা পাই চাহে এই চ্যানেল को আপন মানে সপোর্ট করন্তু অর্থাৎ সবস্ক্রাইব করন্তু।